ସୌରମଣ୍ଡଳର ସୂର୍ଯ୍ୟଙ୍କର ଅନ୍ୟ ଏକ ନିକଟବର୍ତ୍ତୀ ଗ୍ରହ ହେଉଛି ଶୁକ୍ର। ଏହି ଗ୍ରହ ଶୀତଳ, ଥଣ୍ଡା ଜାତୀୟ, ଆରାମଦାୟକ, ଶରୀରରେ ଶକ୍ତି ବିକରଣକାରୀ ଗ୍ରହ। ଏହି ଗ୍ରହ ସୂର୍ଯ୍ୟକୁ ଥରେ ପରିଭ୍ରମଣ କରିବାକୁ 225 ଦିନ ଲାଗେ। ଏହି ଗ୍ରହ ସୂର୍ଯ୍ୟାସ୍ତ ପରେ ପଶ୍ଚିମ ଆକାଶରେ ଓ ସୂର୍ଯ୍ୟୋଦୟ ପୂର୍ବରୁ ପୂର୍ବ ଆକାଶରେ ଦେଖାଯାଏ। ପୂର୍ବ ଆକାଶରେ 256 ଦିନ ଉଦୟ ହେଉଥିବା ସ୍ଥଳେ ପଶ୍ଚିମ ଆକାଶରେ 247 ଦିନ ଉଦିତ ହୁଅନ୍ତି। ଏହି ଗ୍ରହର ବକ୍ର ଗମନ ମାତ୍ର 12 ଦିନ। ଶୁକ୍ରର ବ୍ୟାସ 7480 ମାଇଲ। ନିଜ କକ୍ଷରେ ଥରେ ବୁଲିବାକୁ ତାକୁ ମାତ୍ର 8 ଦଣ୍ଡ 22 ଲିତା ଲାଗେ। ଘଣ୍ଟାକୁ 78,000 ମାଇଲ ବେଗରେ ସେ ଘୂର୍ଣ୍ଣନ କରେ। ବୃଷ ଓ ତୁଳା ଓ ମୀନ ଗୃହ ଉଚ୍ଚ ଗୃହ। ମୀନ ଗୃହରେ 10 ଡିଗ୍ରୀ ଠାରୁ 27 ଡିଗ୍ରୀ ପର୍ଯ୍ୟନ୍ତ ଅତି ଉଚ୍ଚ। ତୁଳାର 15 ଡିଗ୍ରୀ ମଧ୍ୟରେ ଏହାର ମୂଳ ତ୍ରିକୋଣ। ଏବେ ଜାଣିବା ଶୁକ୍ର ମହାଗ୍ରହ ଆପଣଙ୍କ ଜନ୍ମରାଶି ଠାରୁ କେଉଁଠାରେ ରହିଲେ କେଉଁ ଫଳ ମିଳେ। ଶୁକ୍ର ଯେଉଁ ସମୟରେ ଜନ୍ମରାଶି ଅର୍ଥାତ୍ ବ୍ୟକ୍ତିର ନିଜ ରାଶିରେ ଭ୍ରମଣ କରୁଥିବେ ସେ ସମୟରେ ଆପଣଙ୍କୁ ନୂତନ ପୋଷାକ ମିଳିବ। ପୁରୁଣାକୁ ଆପଣ ପ୍ରତ୍ୟାଖ୍ୟାନ କରିବେ। ବହୁତ ନୂତନ ଖାଦ୍ୟ ପ୍ରସ୍ତୁତ କରି ନିଜେ ଖାଇଥାନ୍ତି ଓ ଅନ୍ୟମାନଙ୍କୁ ଖୁଆଇଥାନ୍ତି। ପ୍ରେମ ସମ୍ପର୍କରେ ମଧୁର ସମ୍ପର୍କ ହେବ। ଆପଣଙ୍କୁ ଏତେ ସୁଖ ମିଳିବ ଯେ ଆପଣ ରାଜା ସୁଖ ଭୋଗ କରିବେ। ଶୟନ ସମୟରେ ଉତ୍ତନ ଶଯ୍ୟା ମିଳିବ। ରାତ୍ରି ସମୟରେ ସୁଖ ନିଦ୍ରା ମଧ୍ୟ ଆସିବ। ଯେଉଁ ସମୟରେ ଶୁକ୍ର ଦ୍ୱିତୀୟରେ ଭ୍ରମଣ କରୁଥିବେ ସେ ସମୟରେ ଆପଣଙ୍କୁ ବହୁ ସମ୍ମାନ ମିଳିବ। ଯାହା କାର୍ଯ୍ୟ କରିବେ ତହିଁରେ ଲାଭ ହେବ। ଆୟ ପ୍ରଚୁର ମାତ୍ରାରେ ହେବ। ଦ୍ୱିତୀୟ ଗୃହ ପରିବାର ଗୃହ ହୋଇଥିବାରୁ ପରିବାରରୁ ସାହାଯ୍ୟ ସହଯୋଗ ମିଳିବ। ରାଜା ମହାରାଜାଙ୍କ ଠାରୁ ଆଦର ସମ୍ମାନ ମିଳିବ। ବଡ଼ ବଡ଼ ଧନୀ ବନ୍ଧୁମାନେ ଏହି ସମୟରେ ଆପଣଙ୍କୁ ସାହାଯ୍ୟ କରିବେ। ଗୃହ ମଧ୍ୟରେ କିଛି ଉତ୍ସବ ଅନୁଷ୍ଠିତ ହୋଇପାରେ। ବିବାହ ବ୍ରତ ହେଉ କିମ୍ବା ଯାହା ବି ହେଉ ଆପଣ ଘରେ ଅନ୍ନଦାନ କରିବେ ଓ ଭୂରି ଭୋଜନ ଦେବେ। ଯେଉଁ ସମୟରେ ତୃତୀୟରେ ଶୁକ୍ର ଭ୍ରମଣ କରୁଥିବେ ସେ ସମୟରେ ଆପଣଙ୍କର ବିଶ୍ୱାସ ନ ହେଉଥିବା ସ୍ଥାନରୁ ବହୁ ଅର୍ଥ ପ୍ରାପ୍ତି ହେବ। ସାଂସାରିକ ସୁଖରେ ଆନନ୍ଦ ଉଠାଇବେ। କଳା ବିଦ୍ୟାରେ ଆପଣ ପ୍ରଶଂସିତ ହେବେ। ଆପଣଙ୍କର ସୁନାମ ବଢ଼ିବ। ଏହି ସମୟରେ ପ୍ରଚାର ପ୍ରସାର ବିଭାଗରେ କର୍ମ ମିଳିପାରେ। ଭାଗ୍ୟଲକ୍ଷ୍ମୀ ଆପଣଙ୍କ ପାଖେ ପାଖେ ରହିବେ। ଯେଉଁ ସମୟରେ ଚତୁର୍ଥରେ ଶୁକ୍ର ଭ୍ରମଣ କରୁଥିବେ ଶୁକ୍ର ଚତୁର୍ଥରେ ଭ୍ରମଣ କରିବା ସମୟରେ ଭାଗ୍ୟଲକ୍ଷ୍ମୀ ଆପଣଙ୍କର ସହାୟ ହୋଇଥାନ୍ତି। ଏହି ସମୟଟା ଏତେ ଖୁସି ଆସିବ ଯେ ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ। ଆପଣ ଯେଉଁ କାର୍ଯ୍ୟରେ ଯୋଗ ଦେବେ ତହିଁରେ ଆପଣଙ୍କୁ ପ୍ରଶଂସା ମିଳିବ। କର୍ମ ତତ୍ପରତା ଆପଣଙ୍କର ବଢ଼ିଯିବ। ଖାଲି ଖୁସି ହିଁ ଖୁସି ମିଳିବ। ପଞ୍ଚମରେ ଆପଣଙ୍କର ଜନ୍ମରାଶି ଠାରୁ ଯେଉଁ ସମୟରେ ପଞ୍ଚମରେ ଶୁକ୍ର ଭ୍ରମଣ କରୁଥିବେ ସେ ସମୟରେ ଯୌନ ସୁଖ ପ୍ରବଳରୁ ପ୍ରବଳ ମିଳିବ। ଅର୍ଥାତ୍ ସ୍ୱାମୀ ସ୍ତ୍ରୀ ଏକ ମନ ଏକ ପ୍ରାଣ ହୋଇ କାର୍ଯ୍ୟ କରିବେ। ପ୍ରତ୍ୟେକ ଦିଗରୁ ସୁଖ ଶାନ୍ତି ମିଳିବ। ସନ୍ତାନ ସୁଖ ମଧ୍ୟ ମିଳିବ। ସନ୍ତାନମାନେ ଏହି ସମୟରେ ଆଜ୍ଞାବହ ହୋଇ ଆପଣଙ୍କ ଆଦେଶକୁ ଅପେକ୍ଷା କରିଥିବେ। ଯେଉଁମାନଙ୍କର ବିବାହ ହୋଇପାରୁନାହିଁ ଏହି ସମୟରେ
शुक्र महाग्रह शांति पाठ कले विवाह मध्य होइजिवो। विभिन्न कल्याणकारी अनुष्ठान रे जोग देई प्रशंसा और पुरस्कृत होई उच्च स्तर को उन्नीत हेबे। प्रायतः मनमालिन होइतिबा स्त्री किंबा पुरुष मानकर मिलन हेबार आशा अधिक थाए, किंतु युवक युवती माने सावधान रुहंतु। जो समय सेमानकर पंचम शुक्र गोचर रे भ्रमण करुथिबे सेमाने प्रेम रे सफल हो जाती, किंतु या द्वारा पंचम शुक्र संतान उत्पत्ति मध्य करेदेव। एणु आपण बदनामी होबे, जेल मध्य भोगी पारती, बहु कष्ट भोगिबे। से कार्यरू आपण निवृत्त रुहंतु, मन को शांत रखंतु। जो समय शुक्र षष्ठ रे भ्रमण करुथिबे से समय आपण को अशुभ फल मिलिबो। देखो पंचम रे जदि आपण जौन सुखरे माति थिबे, किछि काहाकू मानि नथिबे, षष्ठ शुक्र बेलू आपण ताहा भोगिबे। दीर्घ दिन आमोद प्रमोद रे दिन कटिथिबा स्थले एबे अशुभ फल मिलिबो। स्त्रीकर शरीर असुस्थ होइजिवो, निजर मध्य शरीर असुस्थ होई पारे। पिला माने विचलित होइजिबे, पाठ पढ़ारे मन देई पारिबे नाही। षष्ठ गृह बंधु गृह होइतिबारु किछि अशुभ खबर मध्य आपनकु व्यथित करि पकाइबो। सप्तम रे जो समय शुक्र भ्रमण करुथिबे आपनकर मनरे दुश्चिंता बढ़ी जीव, आपणकर मर्यादा हानि हेब, अस्थिरता लगी रही, केतेबेले हेले देह मन भल रहिबो नाही। आपण विचलित होई सामान्य सामान्य कथारे क्रोधित होई जिवे। विशेष करी शुक्र स्त्री ग्रह होइतिबारु स्वामी स्त्री मध्यरे वाद विवाद लगी रहिबो। एही वाद विवाद सामयिक हो पारे किंबा दीर्घस्थायी हो पारे। दीर्घस्थायी होले विच्छेद हो जाई पारे। प्रेमिक प्रेमिका मानक मध्यरे मध्य यहा होउची, यहा हेबो, तांकर मन फाटी जीवो, सेमानकर विच्छेद हेबो। किंतु परवर्ती समय रे मिलामिशा हेबार संभावना मध्य अछि। मन को जदि आपण अस्थिर करिवे तेबे विपरीत फलमान मिलिबो। विपरीत फल मिली आपणकर स्थायी विच्छेद हो जाई पारे। अष्टम शुक्र जो समय रे शुक्र अष्टम रे भ्रमण करुथिबे, प्रत्येक ग्रह अष्टम रे भ्रमण करुथिबा समय रे अशुभ फल दियंती, किंतु शुक्र महाग्रह जो समय रे अष्टम रे भ्रमण करती शुभ फल मान दिया करती। आकस्मिक भावे कौनसी ठारू उत्तराधिकारी भावरे बहु अर्थ प्राप्ति हेब किंबा संपत्ति मिल पारे। कौनसी नारी बांधवी द्वारा आपण अर्थ रोजगार करी आपणर धन को बहु गुण रे वृद्धि कराइबे, किंतु सावधान, अबाट को गोड़ दियंतु नाही। अबाट को गोड़ देले आपण विपद रे पड़िबे, कोर्ट कचेरी मध्य जाई पारंती। से अर्थ काम रे लागिबो नाही। से अर्थ असत बाटरे आसीची, असत बाटरे खर्च हेबो। जदि आपण सत पथरे थाई से कार्य करि थांती तेबे आपणकर धन सत बाटरे खर्च हेबो, आपणर धन दिन को दिन वृद्धि हेबो। जो समय रे नवम रे शुक्र गोचर रे भ्रमण करुथांती, आपण जदि जने कलाकार होइतिबे तेबे देश विदेश रे आपणक प्रचार प्रसार होई सुनाम वृद्धि हेबो। आपण प्रत्येक कार्य रे सेनापति परि निजर शक्ति देखाई जययुक्त हेबे।
ଗୃହକୁ ଆସବାବପତ୍ର ଖରିଦି କରିବାର ସମୟ ଆସିଛି। ଧର୍ମ କାର୍ଯ୍ୟ ତଥା ଦେବଭକ୍ତି ବଢ଼ିବା ଦ୍ୱାରା ଆପଣଙ୍କର ଧର୍ମ ସଞ୍ଚୟ ମଧ୍ୟ ହେବ। ଦଶମ ଶୁକ୍ର ଆପଣଙ୍କୁ ଅଶୁଭ ଫଳ ଦେବେ। ଦେଖନ୍ତୁ, ଅଷ୍ଟମରେ ଯେଉଁ ଗ୍ରହ ରହନ୍ତି ତାହା ଅଶୁଭ ଫଳ ଦିଅନ୍ତି, କିନ୍ତୁ ଶୁକ୍ର ସେ ସ୍ଥାନରେ ଶୁଭ ଫଳ ଦିଅନ୍ତି। ଦଶମରେ ଯେଉଁ ଗ୍ରହ ରହନ୍ତି ସେମାନେ ଶୁଭ ଫଳ ଦେଉଥିବା ସ୍ଥଳେ ଶୁକ୍ର ଅଶୁଭ ଫଳ ଦିଅନ୍ତି। ଆପଣ ପୂର୍ବରୁ ନିର୍ଦ୍ଧାରିତ କାମ କରିନପାରି ମନରେ ବିଭିନ୍ନ ଦୁଶ୍ଚିନ୍ତା ଘାରିବ। ସମୟ ସମୟ ମନରେ ଏପରି କ୍ରୋଧ ଆସିବ ଯାହାଦ୍ୱାରା ଆପଣ ନିଜେ କ'ଣ କରିବେ ଠିକ୍ କରିପାରିବେ ନାହିଁ। ଆପଣ ଯେଉଁ ସ୍ଥାନରୁ ସମ୍ମାନ ପାଉଥିଲେ ସେ ସ୍ଥାନରୁ ଆପଣ ଅପମାନିତ ହେବେ। ଆପଣଙ୍କର ମର୍ଯ୍ୟାଦା ହାନି ହେବ। ଅଧିକ ହତାଶ ହୋଇପଡ଼ିବେ। ଆପଣ କିଛି ବୁଝିପାରିବେନି କାହିଁକି ଏପରି ହେଉଛି। ଆପଣ ଯେତେ ଚେଷ୍ଟା କରନ୍ତୁ ମଧ୍ୟ ଏଥିରେ କିଛି ସୁଫଳ ପାଇପାରିବେ ନାହିଁ। ଶୁକ୍ର ମହାଗ୍ରହ ଏକାଦଶରେ ଭ୍ରମଣ ସମୟରେ ଅଚାନକ ଆପଣଙ୍କୁ କୌଣସିଠାରୁ ବିପୁଳ ପରିମାଣରେ ଧନ ପ୍ରାପ୍ତ କରାଇବ। ପରିବାର ମଧ୍ୟରେ ଆପଣ ଶ୍ରେଷ୍ଠ ବ୍ୟକ୍ତି ହୋଇପାରିବେ। ସ୍ୱାମୀ ସ୍ତ୍ରୀ ଯୌନ ସୁଖରେ ଜୀବନଯାପନ କରିବେ। ନୂତନ ବନ୍ଧୁ ପ୍ରାପ୍ତ ହୋଇପାରେ। ଅବିବାହିତମାନଙ୍କର ବିବାହ ହେବ। ନିଃସନ୍ତାନ ବ୍ୟକ୍ତିମାନେ ଯଦି ଏହି ସମୟରେ ପ୍ରତିକାର କରନ୍ତି ତେବେ ସନ୍ତାନ ପ୍ରାପ୍ତି ହେବାର ସମ୍ଭାବନା ଅଧିକ ଅଛି। ଯେଉଁ ସମୟରେ ଦ୍ୱାଦଶରେ ଶୁକ୍ର ଭ୍ରମଣ କରୁଥାନ୍ତି ସେ ସମୟରେ ଆପଣଙ୍କୁ ସୁଗନ୍ଧ ଦ୍ରବ୍ୟ ମିଳିବ। ନିଜେ ସୁଗନ୍ଧ ଦ୍ରବ୍ୟ ବ୍ୟବସାୟ କଲେ ବହୁ ଲାଭ ପାଇବେ। ଆପଣ ଏହି ସମୟରେ ରାଜସୁଖ ଭୋଗ କରିବେ। ରାଜାଙ୍କ ପରି ଅୟସ କରିବେ। ଦାମୀ ପୋଷାକ ବ୍ୟବହାର କରିବେ। ଶଯ୍ୟା ସୁଖ ଏହି ସମୟରେ ଅଧିକରୁ ଅଧିକ ମିଳିବ। ଶାନ୍ତି ମିଳିବ। ଆପଣ ପୂର୍ବରୁ ତଳେ ଖଣ୍ଡେ ପାଲ ପାରି ଶୋଇଥିଲେ କିନ୍ତୁ ଗଦି ଆସନରେ ଆପଣ ଶୋଇବେ। ବିଭିନ୍ନ ଦିଗରୁ ଆପଣଙ୍କୁ ଅର୍ଥ ଓ ସମ୍ମାନ ମିଳିବ। ଆପଣ ଏହି ସମୟଟି ବହୁ ସୁଖରେ ବିତାଇବେ। ଏହି ଗଲା ଶୁକ୍ର ମହାଗ୍ରହଙ୍କର ଦ୍ୱାଦଶ ରାଶିର ଗୋଚରର ଫଳ। ପରବର୍ତ୍ତୀ ଅଧ୍ୟାୟରେ ଶନିଦେବଙ୍କ ବିଷୟରେ ଆଲୋଚନା କରିବା। ଶନିଦେବ କେଉଁ ନିଜ ରାଶିକୁ କେଉଁ ସ୍ଥାନରେ ଭ୍ରମଣ କଲେ କ'ଣ ଫଳ ମିଳେ ତାହା ଆଲୋଚନା କରିବା। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଶ୍ରୀ ଗୁରୁ ମହିମା ଅଲେଖ ଶରଣ।